এইଠି ମୁଁ ଦୁଇଟା ପିଜୁଳି ନେଇକି ଆସିଛି। এই ଦୁଇଟା ହେଉଛି ବାରୁଇପୁର ଖଜା ପିଜୁଳି। ତ ଏଇଟା ୱେଷ୍ଟବେଙ୍ଗଲର ଗୋଟେ ବହୁତ ସୁନ୍ଦର ଭେରାଇଟି। ମୋ ନର୍ସରୀରେ ଯେଉଁ ଛୋଟ ଛୋଟ ଚାରା ଅଛି ଯେଉଁଗୁଡ଼ିକୁ ଆମେ ବିକ୍ରି କରିବା ପାଇଁ ରଖିଛୁ, ସେଇ ଗଛ ଗୁଡ଼ାରେ ପ୍ରାୟ ପ୍ରତ୍ୟେକଟା ଗଛରେ ଫଳ ଧରିଛି। ମୁଁ ଏବେ ଗୋଟିଏ ଗଛରୁ ଫଳ ତୋଳିକି ଆଣିଲି। ଏବେ ଏଟାକୁ କାଟିକି ଦେଖିବା ୟା ଭିତରେ ମଞ୍ଜି କେମିତି ଅଛି। ଆଉ ପିଜୁଳିଟା ସାଇଜ୍ ବହୁତ ଛୋଟ ହୁଏନି କିମ୍ବା ବହୁତ ବଡ଼ ହୁଏନି। ଧରି ନିଅନ୍ତୁ 300 350 ଏମିତି ସାଇଜ୍ର ହୁଏ, କିନ୍ତୁ ବହୁତ ଭଲ ପିଜୁଳି। ୟା ଭିତରଟା ଧଳା, କିନ୍ତୁ ୟା ଭିତରେ ଯେଉଁ ମଞ୍ଜିଟା ବେଶୀ ଶକ୍ତ ହୁଏନି। ଅନ୍ୟାନ୍ୟ ପିଜୁଳିରେ ଯେମିତି ପିଜୁଳିର ମଞ୍ଜିଟା ଶକ୍ତ ହୁଏ, ଆପଣ ଆଉ ଅନ୍ୟାନ୍ୟ ଜିନିଷ ଗୁଡ଼ା ଖାଇ ଦେଇପାରିବେ, କିନ୍ତୁ ମଞ୍ଜି ଖାଇଲା ବେଳକୁ ସେଇଟା ଯେମିତି ଦାନ୍ତକୁ ଟିକେ କଷ୍ଟ ହୁଏ, କାହିଁକିନା ସେଇଟା ଟାଣ ହୁଏ। ୟାର କିନ୍ତୁ ସେଇ ଜିନିଷଟା ନୁହଁ ଏବଂ ଫଳ ପ୍ରଚୁର ପରିମାଣରେ ଧରେ। ୟାର ଚାରା ମୋ ପାଖରେ ଉପଲବ୍ଧ ଅଛି। ଯଦି ଆପଣମାନଙ୍କର ପ୍ରয়োଜନ ହୁଏ, ଆପଣମାନେ ମୋ ସହିତ ଯୋଗାଯୋଗ କରିକି ନେଇପାରିବେ। ମୋର ହ୍ୱାଟ୍ସଆପ୍ ନମ୍ବରଟା ହେଉଛି 7381217904। এই নম্বরে ଆପଣମାନେ ଯୋଗାଯୋଗ କରିବେ। ହ୍ୱାଟ୍ସଆପ୍ରେ ହାଇ ବା ଜୟ ଜଗନ୍ନାଥ ଲେଖିବେ, ମୁଁ ଆପଣମାନଙ୍କୁ ପଠାଇବି ଚାରାର ଲିଷ୍ଟ, ଏବଂ ଆପଣମାନେ ଚାହିଁଲେ ଅନଲାଇନ୍ କିମ୍ବା ଅଫଲାଇନ୍ ମାଧ୍ୟମରେ କିଣିପାରିବେ। ଦେଖନ୍ତୁ, ଏବେ କଣ୍ଟିନ୍ୟୁ ବର୍ଷା ହେବା କାରଣରୁ ୟାର ମିଠା ଅଂଶ ଟିକେ କମ୍ ଲାଗୁଛି, କିନ୍ତୁ ପିଜୁଳିଟା ବହୁତ ସୁନ୍ଦର, ମଞ୍ଜିଟା ଟାଣ ନୁହଁ। ଏବଂ ଯଦି ଆପଣ ଘରେ ଗୋଟିଏ ପିଜୁଳି ଲଗାଇବା ପାଇଁ ଚାହାନ୍ତି, ତାହେଲେ ଏଇ ଭେରାଇଟିରୁ ଗୋଟେ ଲଗାଇ ପାରିବେ କିମ୍ବା ଗୋଲ୍ଡେନ୍ ଇଟ୍ରୁ ଗୋଟେ ଲଗାଇ ପାରିବେ। ବହୁତ ସୁନ୍ଦର ଭେରାଇଟି ଏବଂ ଫଳ ପ୍ରଚୁର ପରିମାଣରେ ଧରେ। ସେଥିପାଇଁ କି ଏଇଟା ଗୋଟେ ଆଦର୍ଶ ଭେରାଇଟି କହିଲେ ଅତୃପ୍ତି ହେବନି। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ।